श्रीमद्भागवत तृतीयस्कंध द्वाविंश अध्याय। मैत्रेय उवाच। एमन्ते राजा गुणग्राम आनन्दे वर्णिले कर्दम शुणिण आपणा सुख्याति लज्जित होइले भूपति बोइले मुनिमुख चाहि शुण कर्दम दया बहि मनुवाच। से वेदमय ब्रह्मा आगे वेद प्रवृत्ति इच्छा जोगे तपस्या विद्या योग युक्त लंपट भाव विरहित କରି ସୃଜିଲେ ଲୋକ ଗୁରୁ ତୁମ୍ଭମାନଙ୍କୁ ସ୍ୱମୁଖରୁ। ଏଣୁ ପବିତ୍ର ତୁମ୍ଭ ଦେହି ସୁବିଦ୍ୟା ତପ ଛନ୍ଦମୟୀ ଯୋଗ ସାଧନେ ଅଲମ୍ପଟ ତୁମ୍ଭ ସାଧନ ସ୍ୱର୍ଗ ବାଟ। ଏ ତୁମ୍ଭ ଧର୍ମ ରକ୍ଷା ଅର୍ଥେ ସେ ପିତାମହ ଏ ଜଗତେ ସହସ୍ରେ ଭୁଜ ତେଜ ଘେନି ସୃଷ୍ଟି ପାଳନେ ପଦ୍ମ ଯୋନି କ୍ଷତ୍ରିୟ ଜାତି ଭିଆଇଲା ସେ ତେଜ ସୃଷ୍ଟି ଆବରିଲା। ଏବେନି ତେଜେ ବେନି ରହେ ଧର୍ମ ପାଳନେ ଦେହ ବହେ। ଏଣୁ ତୁମ୍ଭର ଦର୍ଶନେ ସଂଶୟ ନ ରହେ ମୋ ମନେ ଯେଣୁ ଅନେକ ଭାଗ୍ୟ ମୋର ଦେଖିଲି ତୁମ୍ଭର ଶରୀର। ତୁମ୍ଭ ଚରଣ ରଜନୀର ପବିତ୍ର କଲା ମୋ ଶରୀର। ପ୍ରାକୃତ ଜନମାନଙ୍କର ଯେ ରୂପ ଅଟେ ଅଗୋଚର ତୁମ୍ଭର ଅନୁଗ୍ରହ ପାଇ ପବିତ୍ର କଲି ନିଜ ଦେହି। ତୁମ୍ଭର ବାକ୍ୟେ କର୍ଣ୍ଣପଥ ନିଶ୍ଚଳ ହୋଏ କୃତ କୃତ୍ୟ ମୁଁ ଏ ଦୁହିତା ସ୍ନେହେ ଜଡ଼ି ଏ ମାୟା ମୋହ ବନ୍ଧେ ପଡ଼ି। ଏଣୁ ମୋହର ଦୁଃଖ ମନେ କହିବି ଶୁଣ ସାବଧାନେ ମୋହର ଜ୍ୟେଷ୍ଠ ବେନି ସୁତ ଉତ୍ତାନ ପାଦ ପ୍ରିୟବ୍ରତ ତାଙ୍କ ଭଗିନୀ ଏ ସୁମୁଖୀ ଏ ଦେବହୂତି ଚନ୍ଦ୍ରମୁଖୀ। ଏହାର ଗୁଣଶୀଳ ସମେ ପତି ଇଚ୍ଛଇ ନିଜ ଧର୍ମେ ତୁମ୍ଭର ରୂପ ଗୁଣ ଯେତେ ନାରଦ ଏହାର ଅଗ୍ରତେ। କହିଲେ ମୋହର ସାକ୍ଷାତେ ତେଣୁ କଳ୍ପିଲା ଏହା ଚିତ୍ତେ ମୁଁ ଏବେ ଶ୍ରଦ୍ଧା ପ୍ରୀତି ଚିତ୍ତେ ଘେନି ମିଳିଲି ତୋ ଅଗ୍ରତେ। କନ୍ୟା ଗ୍ରହଣ ତୁମ୍ଭେ କର ଶ୍ରଦ୍ଧାରେ ଦେଲି ଉପହାର ତୁ ଧର୍ମ ଜ୍ଞାନୀଙ୍କର ବର ଗୃହସ୍ଥ ଧର୍ମ ଏବେ କର। ତ ଗୃହାଶ୍ରମ କର୍ମମାନ ସୁନ୍ଦର କରିବ ସାଧନ ଏଣେ ତୋ ପ୍ରତିବାଦ ନାହିଁ ପୁଷ୍କଳ ଧର୍ମେ ଏହା କହି। ଉଦ୍ୟତ ଭୋଗ ଯେବେ ଛାଡ଼ି ଯେ ଯାନ୍ତି ଭିକ୍ଷୁ ପଥ ମାଡ଼ି ଯେ ଯଶ ମାନ ତାର ଥାଇ ଅବଜ୍ଞା ବସେ ନର ହୋଇ। ତୁମ୍ଭର ବ୍ରହ୍ମଚର୍ଯ୍ୟ ବ୍ରତ ଅବଧି ହେଲା ସମାପତ ବିବାହ କରିବାର ପାଇଁ ଶୁଣିଲୁ ଇଚ୍ଛା ବଳି ଛଇଁ। ଏବେ ତୁ ଗୃହେ ମେଧି ଧର୍ମ କର ସଫଳ ଏ ଉଦ୍ୟମ ଏ ଦେବହୂତି କନ୍ୟା ମୋର ବେଦ ପ୍ରମାଣେ ବିଭା କର। ଏମନ୍ତ ମନୋବାକ୍ୟ ଶୁଣି କର୍ଦମ ହୃଦେ ପରିମାଣି ବୋଲନ୍ତି ମନୋମୁଖ ଚାହିଁ ଆନନ୍ଦ ଚିତ୍ତେ ଦେହ ବହି। କର୍ଦମ ଉବାଚ। ତୁମ୍ଭର ଆଜ୍ଞା ଶିର ଧରି ଏ ଦେବହୂତି ବିଭା କରି ରମିବି ସଂସାର ଧାରଣେ ଆତ୍ମାର ଉତ୍ପତ୍ତି କାରଣେ। ଯେ ମନୁ ରାଜାର ଦୁହିତ ଉତ୍ତାନ ପାଦ ଯାର ଭ୍ରାତ ଏ ଗୁଣବତୀ କନ୍ୟା ସାର କିଏ ବା ଦେବା ପଟାନ୍ତର। ମୋହର କର୍ମେ ଏ ବିଦିତ ସୁନ୍ଦର ଗୁଣ ବର୍ଣ୍ଣ ଯୁକ୍ତ ଏଣୁ ଏ ଲଳନା ଲଲାମ ଏହାର ଗୁଣ ଅନୁପମ। କେ ତାହା ଛାଡ଼ି ଅବା ପାରେ ଶରୀର ବହି ଏ ସଂସାରେ କରିବି ଦାର ପରିଗ୍ରହ ତୁମ୍ଭେ ମୋହରେ ସ୍ନେହ ବହ। କିନ୍ତୁ ଏ ନିୟମ ମୋହର ଶୁଣ ହେ ଧର୍ମ ପାଳବର ଯାବତ ଏହା କୋଳେ ଜାତ ସୁନ୍ଦର ଗୁଣବନ୍ତ ପୁତ୍ର ତାବତ ଗୃହାଶ୍ରମ ରହି ତହୁଁ ସନ୍ନ୍ୟାସ କରିବଇଁ। ତୁମ୍ଭ ବଚନ ମାନ୍ୟ ମୋର ଯେ ଭାବେ ଜନ ଉପକାର ପିତ୍ରାଦି ଋଣ ଶୋଧ କରି ପରେ ସନ୍ନ୍ୟାସ ଅନୁସରି। ଏମନ୍ତ ବିଷ୍ଣୁ ଅନୁମତି ତୁମ୍ଭଙ୍କୁ କହିଲି ସମ୍ପ୍ରତି। ମୈତ୍ରେୟ ଉବାଚ।
ଏମନ୍ତେ ବିପ୍ରବାକ୍ୟ ଶୁଣି ସନ୍ତୋଷ ଚିତ୍ତେ ରାଜା ରାଣୀ ମୁନିଙ୍କି ବର ବେଶ କରି ବେଦ ବିଧାନେ କନ୍ୟା ବରି ତାପସ ଶ୍ରେଷ୍ଠ ମୁନି ବରେ ହରଷେ ପ୍ରଫୁଲ୍ଲ ଅନ୍ତରେ ବିବାହ ଦେଇ ସେ ଉତ୍ସୁକ ଅନେକ ଦେଲେ ଯୌତୁକ ଅମୂଲ୍ୟ ବସନ ଭୂଷଣ ଗୃହ ପୁଷ୍କଳ ମହିଧନ ଝିଅ ଜୁଆଇଁ ପ୍ରୀତି ଅର୍ଥେ ସେ ରାଣୀ ଦେଲେ ବହୁମତେ ସକଳ ଦେଇ ମୁନି ଜନେ ବୋଧିଲେ ଅମୃତ ବଚନେ ଆନନ୍ଦ ଚିତ୍ତେ ଦଣ୍ଡଧାରୀ ମୁନିଙ୍କି ଆଲିଙ୍ଗନ କରି କଣ୍ଠ କୁଣ୍ଠିତ ଅଶ୍ରୁ ମୁଖେ ଦୁହିତା ସ୍ନେହ ଭଙ୍ଗ ଦୁଃଖେ ହେମାତ ବୋଲି ଅଶ୍ରୁ ମୁଖ ଦୁହିତା ଦୁଃଖେ ଅତି ଦୁଃଖ ଦୁହିତା କେଶ ନେତ୍ର ଜଳେ ଅତି କାତରେ ଆର୍ଦ୍ର କଲେ ମୁନିଙ୍କି କନ୍ୟାଦାନ ଦେଇ ଆନନ୍ଦେ କୃତକୃତ୍ୟ ହୋଇ ରଥ ଆରୋହିବେ ନିଜନେ ଗଲେ ସେ ଆପଣା ଭୁବନେ ସେ ପୁଣ୍ୟା ନଦୀ ସରସ୍ୱତୀ ଅତି ଶୋଭନ ତଟବତୀ ସେ ଋଷି କୁଲ୍ୟା ନଦୀ ତଟେ ଅନେକ ଋଷି ଯା ନିକଟେ ପର୍ଣ୍ଣକୁଟୀର ସେ ଭିଆଇ ସୁଦୃଢ଼େ କୁଶ କାଶ ଛାଇ ସେ ନଦୀ ତୀରେ ସୁଖେ ରହି ବିଷ୍ଣୁ ଭଜନେ ଯଜ୍ଞ ଦାହି ତା ତଟେ ମୁନିଙ୍କ ଆଶ୍ରମ ଦେଖି ତା ଶୋଭା ଅନୁପମ ମନୁର ଚିତ୍ତ ତୃପ୍ତ ହେଲା ସ୍ୱଗୃହ ମାର୍ଗେ ଚଳିଗଲା ସେ ବ୍ରହ୍ମା ବ୍ରତ ପ୍ରଜା ଜନେ ମନୁ ଆସନ୍ତେ ସ୍ୱଭୁବନେ ହରଷେ ରାଜାର ଅଗ୍ରତେ ମିଳିଲେ ବାଦ୍ୟ ସ୍ତୁତି ରୀତେ ଜାନାବର୍ହି ସ୍ମତି ପୁରୀ ତହିଁ ବିଜୟେ ଦଣ୍ଡଧାରୀ ବରାହ ଅଙ୍ଗର କମ୍ପନେ ରୋମ ପଡ଼ିଲା ଯେଉଁ ସ୍ଥାନେ ସେ କୁଶ କାଶ ହୋଇ ଯହିଁ ନିତ୍ୟ ହରିର ତେଜ ବହି ପୂର୍ବରୁ ସିଏ ଯେଣେ କରି ଅସୁରଙ୍କର ଦର୍ପ ହରି ଯେ ଯଜ୍ଞ ବିଷ୍ଣୁ ପାଦ ତଳେ ଯଜ୍ଞ ପୂଜିଲେ ଏକ ମେଳେ ସେ ମନୁ ସ୍ଥାନ ତହିଁ ପାଇ ଯଜ୍ଞ ପୁରୁଷ ଯଜ୍ଞ ଦାହି ପୁର ନିର୍ମିତ କୁଶ କାଶେ ସେ ସ୍ଥାନେ ତାପତ୍ରୟ ନାଶେ ସେ ଗୃହେ ପତ୍ନୀ ତୁଲେ ରହି ସନ୍ତତି ସହ ପ୍ରିୟ ବହି କଳ୍ପିତ ସୁଖ ବଳ ଭୋଗେ ସେ ପ୍ରଜା ଅର୍ଥେ ରତି ରଙ୍ଗେ ସୁସ୍ୱର ଗୀତ ନାଦ ଧ୍ୱନି ଗନ୍ଧର୍ବେ ସ୍ତ୍ରୀ ବୃନ୍ଦ ଘେନି ସଙ୍ଗୀତ ରସ ବୀଣା ନାଦେ ଲଳିତ ଗୀତ ଅନୁବାଦେ ପ୍ରତି ଦିବସ ରାତ୍ରି ଅନ୍ତେ କୃଷ୍ଣ ଚରିତ ହୃଦଗତେ କର୍ଣ୍ଣେ ଶୁଣନ୍ତି ଧ୍ୟାନ କରି ଚିତ୍ତେ ଗୋବିନ୍ଦ ଭାବ ଭରି ନିରତେ କୃଷ୍ଣ ନାମ ଘୋଷେ ସେବେ ନିଜନେ ଗୃହବାସେ ବିଷ୍ଣୁ ଚରିତ ହୃଦେ ଭରି ନାମ ଶ୍ରବଣେ ଆଶା କରି ଯେ ମନୁ ଯୋଗ ମାୟା ଭୋଗେ ଥିଲେ ହିଁ ତାହାଙ୍କୁ ନ ଲାଗେ ଜାଗ୍ରତ ସ୍ୱପ୍ନ ଯେ ସୁଷୁପ୍ତି ତାହାକୁ କେହି ନ ବାଧନ୍ତି ଯେଣୁ ସେ ହରି ପରାୟଣ ଅଟଇ ମନୁ ନୃପରାଣ କୃଷ୍ଣର କଥା କର୍ଣ୍ଣେ ଶୁଣେ ତା ରୂପ ଧ୍ୟାନେ ପରିମାଣେ ମୁଖେ ରଟନ୍ତି ନାମ ତାର ତା କଥା କହି ନିରନ୍ତର ଏମନ୍ତେ ନିଜ ମନ୍ୱନ୍ତର ଯେ ଯୁଗ ଗଣନା ବ୍ୟବହାର ଏକ ସପ୍ତତି ଚତୁର୍ଯୁଗେ ହୋଇଲା ମନ୍ୱନ୍ତର ଭୋଗେ ଏମନ୍ତେ ହରି ଭାବ କରି ତୃତୀୟ ତାପୁଜେ ନିସ୍ତରୀ ସେ ପୁଣି ମୁନିଙ୍କର ବୋଲେ ବିବିଧ ଜ୍ଞାନ ହିଁ କହିଲେ ତ୍ରିବିଧ ବାଧା ଲୋକ ଅଛି ଭକ୍ତଙ୍କୁ ନ ଲାଗଇ କିଛି ମନୁର ବାଧା ହିଁ ନଥିଲା ଯେଣୁ ହରିଙ୍କି ଆଶ୍ରେ କଲା ଶୁଣ ବିଦୁର ପୁଣ୍ୟ ଦେହା କହିଲି ପଚାରିଲୁ ଯାହା ସେ ଆଦି ରାଜ ମନୁ କଥା ଶୁଣନ୍ତେ ତୁଟେ ଭବ ବ୍ୟଥା ଏ ସୃଷ୍ଟି ଆଦିର କାରଣ ଏବେ ହୋଇ ମନୁ ବଂଶ ଶୁଣ ତୃତୀୟ ସ୍କନ୍ଧେ ଭାଗବତ କହିଲା ଦାସ ଜଗନ୍ନାଥ इति श्रीमद्भागवते महापुराणे पारमहंस्यां संहितायां तृतीयस्कन्धे द्वाविंशोऽध्यायः।